बढ़िया कथा आलोचना कर तीन की धर भभूतरी तीन की धर भभूतरी को पुणी तीन की धर कौन हम निर्वाण कहबार तात्पर्य जहाँ प्रभु करुणा करती गुरु कृपा जहाँ पर थी सी बड़ लोक हबनी कि भिकारी हम बा सुख तार नथिबो कि दुख नथिबो सुख कले बहु रोग दुख कले भी बहु रोग ना नहीं गोटे साधारण कथा चारण रामदास परी सुख धनी लोक खाई खाली बस रोग दुखी लोक चिंताशील चिंता गला रोग जो व्यक्ति शांति जीवन अतिवाहित कला पद को कोटि कोटि शरण निश्चिंत प्रभु करुणा रही एक दुई बार लय कर दृश्य हेबे निश्चय निराकार एक दुई बार पर एक बार दुई बार एक बार किए ना सोमवार रविवार दुई बार सोमवार जथा सूर्यायन आउ चंद्रायन तमें निश्वास पवन को टिके लय कर दृश्य हेबे निश्चय निराकार गुरु कृपा थिबो शांति रे बंची थिबो एवं कौन थिबो तत्व ज्ञान उपरे तत्ववाद उपरे पिंड तत्व उपरे सूर्यायन चंद्र को बारी पारुथिबो जार ये जीवन में थिबो ताको निश्चिंत प्रभु दर्शन पुरुषोत्तम बाबा पागल बाबा चोरा पद कहते जार मन अट सरू निश्चय दर्शन पाइब कल्पतरू मन जार घोड़ा सी कौट पाइब प्रभु सी बाटे हे घोड़ा गोटे लोक ना भारी विचलित हम इे ज्ञान कहते साढ़े खाली मुंड विचलित हो बुझी ना तार किसी महत्व न जार मन सरू मन स्थिरता से निश्चिंत प्रभु दर्शन पाइब तेणु एक दुई बार लय कर दृश्य हेबे निश्चय निराकार एक दुई बार माने सूर्यायन चंद्रायन को तमें लय कर पुणी कहले कौन काल काल तोर रही नाम कहे अभिराम शिशु छा तमें निश्चिंत देवत्व लाभ कर तमें मरीगले तुम नाटा जुग जुग को अनेक महापुरुष अच्छा से कर्म तो कौन कर उज्जीवित कर रखी शरीर न थी पारे नामटा रही ना बुझीपार ना तेणु मुख्य दरकार कौन तृतीय बारटा दरकार तृतीय बार के मंगलवार माने गुरु कृपा है सेमती गुरु दरकार अंतदास मत को अंतदास धारपुर अंतदास मत खोल धारपुर अंतदास मत सार गुरु सेवा भक्ति आउ सबु बाटे फल थी संसार तुम जिते देखुच ये हूँ कामना वासनार महत्व किए कहते धारपुर अंतदास है मनुष्यर बा भक्तर मूलपिंड हूँ कौन गुरु कृपा बुझी सब बेले गुरु को जी भय कला तार भक्ति जागृत आ गुरु को जी हैंडसेक कला सांग कला गुरु को जी मिछ कहला गुरु को जी गालु माइला बुझी हूँ 12 वर्ष तप कौन हुए सुखुआ पड़े जाए आ गुरु निंदा केबेले कौन ने सुनिबो
ଯଦି କାଲି ବା କହୁଥିଲୁ ନା ପଚାରୁଥିଲୁ ଆମକୁ ଗୁରୁ ନିନ୍ଦା ଯୋଉଠି ହୁଏ ସେଠୁ ଦୂରେଇକି ପଳେଇ ଆସିବେ। ଗୁରୁ ନିନ୍ଦା ଯୋଉ ବ୍ୟକ୍ତି କରେ ଯେକୌଣସି ଗୁରୁକୁଳର, ଆଜି ଆଉ ଜଣେ ବାହାର ଗୁରୁଙ୍କୁ ସମାଲୋଚନା କଲା, ସେ ପଦା ଗୁରୁଙ୍କୁ ନୁହଁ, ତମ ଗୁରୁକୁ ତମେ ସମାଲୋଚନା କର, କାରଣ ଗୁରୁ ପଦ ବାଚ୍ୟ ହଉଛି ଗୋଟାଏ। ଯିଏ ପ୍ରକୃତରେ ଶିଷ୍ୟ ଗୁରୁକୁଳରେ ଯିଏ ବସିଥାଏ ସେ କୌଣସି ଗୁରୁକୁଳକୁ ନିନ୍ଦା କରେ ନାହିଁ। ଏକ ଇ ଗୁରୁ ଜଗନ୍ନାଥ ଆଉ କେ ଅଛି ସାମରଥ, ସ୍ୱୟଂ ବ୍ରହ୍ମ ସମସ୍ତଙ୍କ ଦେହରେ ବିଦ୍ୟମାନ। କିନ୍ତୁ ବର୍ତ୍ତମାନ ସମୟ ଗୁରୁଙ୍କୁ ନେଇ କହୁନି, ବର୍ତ୍ତମାନ ତ ଟଙ୍କା ପଇସା ପାଇଁ ଅନେକ ସବୁ ଗୁରୁ ବାହାରିଲେ, ନିଷ୍କାମ ନିର୍ଲୋଭୀ ଏ ଭାବ ଯାହାର ଥିବ ଯେଉଁ ଗୁରୁଙ୍କ ପାଖେ ତାଙ୍କ ପଦକୁ ଶରଣ, ସେ ଜାଣନ୍ତୁ କିମ୍ବା କିଛି ନ ଜାଣନ୍ତୁ, ସେ ଗୁରୁ କଣ କହିବେ। କିନ୍ତୁ ମଣିଷ ଜୀବନରେ ଗୁରୁ କରିବା ହଉଛି ମୁଖ୍ୟ। ଜାନୁଆରୀ 4 ତାରିଖ ଦିନ ଗୋଟେ ଭୋଜି ହଉଥିଲା, ଆମର ଜଣେ ସାଙ୍ଗ ହାବୁଡେ ପଡିଗଲା। କାହିଁ ଗୁରୁ କରନ୍ତି? ଭାଇ ମୁଁ ଜାଣିନି। ସିଏ ସେଇଠୁ ତା ଭାଷାରେ ସେଇଠୁ ଆମକୁ ବୁଝେଇଲା। ଆମେ କହିଲୁ ତମେ କଣ ଜାଣିଛ, ତୁ ଜାଣିଛୁ ଯଦି ଆମକୁ କଣ କହୁନୁ? କହିଲା ଆରେ ଗୁରୁ କରିଦେଲେ ଅଙ୍ଗର ପବିତ୍ର ଭାବ ଆସେ। ସେଥିପାଇଁ ଠାକୁର ଅଭିରାମ ପରମହଂସ କହିଛନ୍ତି, ତାଙ୍କ ଭାଷାରେ କଣ, ଗୁରୁ ପଦ୍ମ ପାଦ ନୌ ଗୁରୁ ପାଦ ପଦ୍ମ ନୌକା କର୍ଣ୍ଣ ଧାର ସିନା ଶିଖ। ଗୁରୁ ଶବ୍ଦ ସାଧାରଣ ଶବ୍ଦ। କଳିରେ ଯେତିକି ହାଇବ୍ରିଡ ଗୁରୁ ବାହାରିଛନ୍ତି ଆଙ୍କର ସଂହାର ବେଶୀ ଦିନ, ଇଏ ସବୁ କଣ କମ ଦିନ, ଜନ୍ମ ହେଇଛି ଦିନ ମରିବା ଦିନ, ସେଥିରେ କିଛି ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣେ। ଯିଏ ହାଇବ୍ରିଡ ହେଇଥିବେ ସେ ଏମିତି ଭୋଗିବେ ଲୋକ ତାଙ୍କୁ ପଛରେ ଛି କରୁଥିବେ। ବୁଝିପାରିଲ ନା ବୁଝିପାରିଲ? ଗୁରୁ ନ କରି ଅରଜୁନ କାହୁ ପାଇବ ବିଜ୍ଞାନ। ଯେ ଗୁରୁ ନ କରିଛି ସେ ଦିବିଜ୍ଞାନ କରିପାରିବ ନାହିଁ। କାହିଁକି ନା 4 ବେଦ ପରେ ସିନା ଗୁରୁ କହିବେ ଦେହ ହସ୍ତ ମାରିନ ଚିହ୍ନାଇ ଦେବେ। ବେଦ ଉପର ଜ୍ଞାନ କଥାଟା ଗୁରୁଙ୍କ ହସ୍ତରେ ଅଛି। ସବୁ ଜିନିଷ କଣ ହେଇଛି ଲେଖାରେ ନାହିଁ, କିଛି ଅଲେଖା ମଧ୍ୟ ଅଛି। ସେ ଅଲେଖା କଣ, ପଞ୍ଚମ ବେଦ ଗୁରୁ ଘର ଜ୍ଞାନ। ଅନେକ ଲୋକ ଜ୍ଞାନ କହନ୍ତି, ହଁ କି ନାହିଁ, ବହିରେ ବି ପ୍ରିଣ୍ଟ ଆସୁଛି, ଶୁଣେ ନା। ତମ ପଞ୍ଚମନ କଣ, ତମେ କହିଦବ ଅମନ ସୁମନ ବିମନ କୁମନ ମନ। ଠିକ କହିଲି ନା ଭୁଲ କହିଲି? ଠିକ କହିଲି ନା ଭୁଲ କହିଲି? ଠିକ କଣ? ଆରେ ସେଇ 5 କହିଲା ନାଇଁ, ମନଟା କହିଲା ନାଇଁ, ଇଏ ସମ୍ପୂର୍ଣ୍ଣ ଭୁଲ। ମନ ଡିଭାଇଡ ବାଇ 5 ପାର୍ଟସ, ମନଟା 5 ଭାଗରେ ବିଭକ୍ତ କରାଯାଇଛି। ଅ ସହିତ ମନ ରହିଲା ଅମନ, କୁ ସହିତ ମନ ରହିଲା କୁମନ, ସୁ ସହିତ ମନ ରହିଲା ସୁମନ, ବି ସହିତ ମନ ରହିଲା ବିମନ। ତେଣୁ ଆଉ ଗୋଟେ ମନ କଣ? ଭୁଲ କହିଲା ଠିକ କହିଲି? ତେଣୁ ମନଟା ତ 5 ଭାଗରେ ବିଭକ୍ତ ହେଲା, ଇଏ 4ଟା ଦେହରେ ଯେମିତି ଗୋଟିଏ ଗୋଟେ ଅକ୍ଷର ଲାଗିଛି ସେମିତି ତା ଦେହରେ ମଧ୍ୟ ଗୋଟିଏ ଡାକିବ। ସେ ଜ୍ଞାନଟି ରହିଲା କାହା ପାଖରେ, ଗୁରୁଙ୍କ। ପଞ୍ଚକର୍ମ, ତମେ କହୁଛ କଣ, ଅକର୍ମ ସୁକର୍ମ ବିକର୍ମ କୁକର୍ମ କର୍ମ। ସବୁ କର୍ମ ସବୁ ଦେହରେ ତ ଗୋଟେ ଗୋଟେ ଅକ୍ଷର ଲାଗିଲା, ଅକର୍ମ ବିକର୍ମ ସୁକର୍ମ କୁକର୍ମ, ଆଉ ଗୋଟେ କଣ? ଏମିତି ଅନେକ ଜିନିଷ ଅଛି, ଆମେ ଟାଇମ ହଉନାହିଁ। ବହୁତ ଜିନିଷ ଗୁରୁଙ୍କ ହସ୍ତରେ କଣ ହେଇଛି, ସମସ୍ତେ ଗୁରୁ କିଛି କହିବାର ନାହିଁ, କିନ୍ତୁ ଚାବିଟି ରହିଛି କାହା ପାଖରେ, ସେଇ ଗୁରୁଙ୍କ ହାତରେ।
ଯେତେ ଗୁରୁ ହଉଛ ହୁଅ, ଚାବି ରହିଛି ଗୁରୁଙ୍କ ହାତରେ। ସେଥିପାଇଁ କୁହନ୍ତି ଚାରି ବେଦ ପରେ ସିନା ଗୁରୁ କହିବେ, ଦେହ ହସ୍ତ ମାରିଣ ଚିହ୍ନାଇ ଦେବେ। ପୁଣି ମଧ୍ୟ କହିଲେ କଣ, ଗୁରୁ ହର୍ତ୍ତାକର୍ତ୍ତା ପିଣ୍ଡର କରତା, ଗୁରୁ ବିନୁ ଆନ ନାହିଁ, ଗୁରୁ କୃପା ହେଲେ ଭବୁ ତରିଯିବ ସତ୍ୟ ସତ୍ୟ ବାଣୀ ଏଇ। ଏ ବାଣୀ କେବେ ଅନ୍ୟଥା ବୁଝିହଉଛି ନା? କିଛି ବ୍ୟକ୍ତି କୁହନ୍ତି କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ, କହନ୍ତିନି ନା? କର୍ମକୁ କରି ଆଗୁସାର, ପଣ୍ଡିତ ଜନକ ବ୍ୟବହାର ବା ବିଚାର। ଏଠି କଣ କଲେ, କର୍ମକୁ କଲେ ଗୁରୁ। ଗୁରୁ ଶବ୍ଦ ଗୋଟେ ସ୍ୱତନ୍ତ୍ର ଲେଖିଛନ୍ତି। ଫେର କହିଛନ୍ତି କି କର୍ମ କରି ହେବି ପାର, କହେ କମଳାର ବର। ଆକୁ ଯଦି ବିଚାର କରାଯାଏ, ସେ କେତେ ରାତି ପାଇଯିବ ତା ଠିକ ନାହିଁ। ଏତିକି ମନେ ରଖିଥା, ଜୀବନରେ ଗୁରୁ କୃପା ହଉଛି ମୁଖ୍ୟ। ଆଉ ଗୋଟେ କଥା ମନେ ରଖିଥା, ବାପ ଯାହାକୁ ଗୁରୁ କରେ ପୁଅ ତାକୁ ଗୁରୁ କରେ। ବାପ ପୁଅ ଦି ଭାଇ। ଶାସ୍ତ୍ର ମନା କହିଛି ବାପ ଯାହାକୁ ଗୁରୁ କରିଥିବ ପୁଅ ତାକୁ ଗୁରୁ କରିପାରିବ। ଏଇଟା ମନେ ରଖିଥା। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋରାନ ଦେଖୁଆ ହରି।